ନମସ୍କାର। ଆଜି ଆମେ ଓଡ଼ିଶା ବିଷୟରେ ଏକ ଭିନ୍ନ ଧରଣର ଆଲୋଚନା କରିବାକୁ ଯାଉଛୁ। ଆମ ପାଖରେ ଓଡ଼ିଶା ସାଧାରଣ ଜ୍ଞାନର 10ଟି ପ୍ରଶ୍ନ ଅଛି, କିନ୍ତୁ ଏହା କୌଣସି କୁଇଜ୍ ନୁହେଁ। ଆମେ ଏହି ପ୍ରଶ୍ନଗୁଡ଼ିକୁ ଗୋଟିଏ ଗୋଟିଏ ସୂତ୍ର ଭାବରେ ବ୍ୟବହାର କରି ଓଡ଼ିଶାର ଇତିହାସ, ଭୂଗୋଳ ଆଉ ସଂସ୍କୃତିର ଗଭୀରତାକୁ ବୁଝିବାକୁ ଚେଷ୍ଟା କରିବା। ହଁ, ଏଇଟା ବହୁତ ମଜାଦାର ଉପାୟ। ମାନେ ପ୍ରତ୍ୟେକ ପ୍ରଶ୍ନ ଗୋଟିଏ ଦ୍ୱାର ଭଳି, ଯାହାକୁ ଖୋଲିଲେ ଆମେ ଗୋଟେ ପୂରା ନୂଆ ଦୁନିଆ ଦେଖିପାରିବା। ତେଣୁ କେବଳ ଉତ୍ତର ନୁହେଁ, ବରଂ ଉତ୍ତର ପଛର କାହାଣୀଟା ହିଁ ଆମ ଆଲୋଚନାର ମୂଳ ଉଦ୍ଦେଶ୍ୟ। ଏକଦମ ଠିକ୍ କହିଲେ। ତେବେ ଚାଲନ୍ତୁ ଆଉ ଡେରି ନ କରି ଆରମ୍ଭ କରିବା। ଆମର ପ୍ରଥମ ପ୍ରଶ୍ନଟି ଓଡ଼ିଶାର ପରିଚୟ ସହ ଜଡ଼ିତ। ପ୍ରଶ୍ନଟି ହେଉଛି, ଓଡ଼ିଶାର କେଉଁ ସ୍ଥାନକୁ ଭାରତର ମନ୍ଦିରମାଳିନୀ ସହର କୁହାଯାଏ? ଆଉ ବିକଳ୍ପଗୁଡ଼ିକ ହେଲା ଏ ପୁରୀ, ବି କଟକ, ସି ଭୁବନେଶ୍ୱର ଏବଂ ଡି କୋଣାର୍କ। ଏହାର ଉତ୍ତର ତ ମୋତେ ଲାଗୁଛି ଅଧିକାଂଶ ଲୋକଙ୍କୁ ଜଣାଥିବ। ଉତ୍ତର ହେଉଛି ସି ଭୁବନେଶ୍ୱର। କିନ୍ତୁ ଏଠାରେ ଯାହା ପ୍ରକୃତରେ ଆକର୍ଷଣୀୟ, ସେଇଟା କେବଳ ମନ୍ଦିରର ସଂଖ୍ୟା ନୁହେଁ। କୁହାଯାଏ ଏକଦା ଏଠି 700ରୁ ଅଧିକ ମନ୍ଦିର ଥିଲା। 700? ହଁ, 700ରୁ ବି ଅଧିକ। ବାପଡ଼ି, ଏତେ ସଂଖ୍ୟକ ମନ୍ଦିର ଗୋଟିଏ ସ୍ଥାନରେ କାହିଁକି ତିଆରି ହେଲା? ଏହା କ'ଣ କେବଳ ଲୋକଙ୍କର ଭକ୍ତି ଯୋଗୁଁ ଥିଲା, ନା ଏହା ପଛରେ ଆଉ କିଛି କାରଣ ଥିଲା? ଏଇଟା ଗୋଟେ ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। ଦେଖନ୍ତୁ, ଏହା କେବଳ ଭକ୍ତି ନଥିଲା। ଏହା ଥିଲା ରାଜକୀୟ ଶକ୍ତି ଏବଂ ସାଂସ୍କୃତିକ ପ୍ରତିଷ୍ଠାର ପ୍ରଦର୍ଶନ। ସୋମବଂଶୀ ଆଉ ଗଙ୍ଗବଂଶୀ ରାଜାମାନଙ୍କ ସମୟରେ ଭୁବନେଶ୍ୱରଙ୍କୁ ଗୋଟେ ନୂଆ ଧାର୍ମିକ ରାଜଧାନୀ, ମାନେ ଏକ ଶୈବ କ୍ଷେତ୍ର ଭାବରେ ଗଢ଼ି ତୋଳିବାର ଏକ ସୁଚିନ୍ତିତ ପ୍ରୟାସ କରାଯାଇଥିଲା। ପ୍ରତ୍ୟେକ ମନ୍ଦିର କେବଳ ପୂଜା ପାଇଁ ନଥିଲା, ଏହା ଥିଲା ରାଜବଂଶର ଶକ୍ତି, ସ୍ଥାପତ୍ୟ କଳାରେ ଦକ୍ଷତା ଆଉ ଅର୍ଥନୈତିକ ସମୃଦ୍ଧିର ଏକ ସ୍ଥାୟୀ ପ୍ରମାଣ। ଲିଙ୍ଗରାଜ, ମୁକ୍ତେଶ୍ୱର, ରାଜାରାଣୀ ଏସବୁ ତ କଳିଙ୍ଗ ସ୍ଥାପତ୍ୟର ଜୀବନ୍ତ ସଂଗ୍ରହାଳୟ, ନୁହେଁ କି? ହଁ, ବୁଝିଲି। ତେବେ ଏହା ଏକ ପ୍ରକାରର ସାଂସ୍କୃତିକ ଆଉ ରାଜନୈତିକ ପ୍ରୋଜେକ୍ଟ ଥିଲା। ଏହି ରାଜକୀୟ ପୃଷ୍ଠପୋଷକତାର ପରମ୍ପରା ଓଡ଼ିଶାର ଇତିହାସରେ ବହୁତ ଗଭୀରକୁ ଯାଇଥିବା ନିଶ୍ଚୟ। ଏହା ମୋତେ ଆମର ପରବର୍ତ୍ତୀ ପ୍ରଶ୍ନ ମନେ ପକାଇ ଦେଉଛି, ଯାହା ଏକ ଐତିହାସିକ ଘଟଣା ବିଷୟରେ। ପ୍ରଶ୍ନଟି ହେଉଛି, ପ୍ରସିଦ୍ଧ ଧଉଳି ଶାନ୍ତି ସ୍ତୂପ କେଉଁ ଐତିହାସିକ ଘଟଣା ସହିତ ଜଡ଼ିତ? ବିକଳ୍ପଗୁଡ଼ିକ ହେଲା ଏ କଳିଙ୍ଗ ଯୁଦ୍ଧ, ବି ପ୍ରଥମ ବୌଦ୍ଧ ସମ୍ମିଳନୀ, ସି ବୁଦ୍ଧଙ୍କ ଜନ୍ମ ଏବଂ ଡି ଜୈନ ତୀର୍ଥଙ୍କରଙ୍କ ଆଗମନ। ଏହି ପ୍ରଶ୍ନଟି ଆମକୁ ଓଡ଼ିଶାର ଇତିହାସର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମୋଡ଼କୁ ନେଇଯାଉଛି। ଏହାର ଉତ୍ତର ହେଉଛି ଏ କଳିଙ୍ଗ ଯୁଦ୍ଧ। ବିଶ୍ୱାସ କରାଯାଏ ଯେ ଖ୍ରୀଷ୍ଟପୂର୍ବ 261ରେ ଦୟାନଦୀ କୂଳରେ ଧଉଳି ପାହାଡ଼ ପାଖରେ ହିଁ ସେହି ଭୟଙ୍କର ଯୁଦ୍ଧ ହୋଇଥିଲା। ଆମେ ସମସ୍ତେ ଜାଣୁ ଯେ ଏହି ଯୁଦ୍ଧ ପରେ ସମ୍ରାଟ ଅଶୋକଙ୍କର ହୃଦୟ ପରିବର୍ତ୍ତନ ହୋଇଥିଲା। କିନ୍ତୁ ଏହାର ପ୍ରଭାବ ପ୍ରକୃତରେ କେତେ ଦୂର ବ୍ୟାପିଥିଲା? ଧଉଳି କେବଳ ଗୋଟେ ଯୁଦ୍ଧକ୍ଷେତ୍ର ଥିଲା, ନା ତାଠାରୁ ଅଧିକ କିଛି? ତାଠାରୁ ବହୁତ ବହୁତ ଅଧିକ। ଏହା କେବଳ ଜଣେ ରାଜାଙ୍କ ହୃଦୟ ପରିବର୍ତ୍ତନର କାହାଣୀ ନୁହେଁ, ଏହା ଏକ ସାମ୍ରାଜ୍ୟର ନୀତି ପରିବର୍ତ୍ତନର କାହାଣୀ। ଅଶୋକ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ ହେଲେ। ଠିକ୍। ସେ ଯୁଦ୍ଧନୀତି ତ୍ୟାଗ କରି ଧର୍ମ ବିଜୟ ନୀତି ଗ୍ରହଣ କଲେ ଏବଂ ବୌଦ୍ଧ ଧର୍ମର ପ୍ରଚାର ପାଇଁ ନିଜକୁ ଉତ୍ସର୍ଗ କରିଦେଲେ। ଧଉଳିର ଶାନ୍ତି ସ୍ତୂପ ଆଉ ଅଶୋକଙ୍କ ଶିଳାଲେଖ ସେହି ଐତିହାସିକ ପରିବର୍ତ୍ତନର ସାକ୍ଷୀ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଏହି ଗୋଟିଏ ଘଟଣା ଯୋଗୁଁ ବୌଦ୍ଧ ଧର୍ମ ଭାରତର ସୀମା ପାର ହୋଇ ସମଗ୍ର ଏସିଆରେ ବ୍ୟାପିଥିଲା। ସତରେ। ତେଣୁ ଧଉଳି କେବଳ ଓଡ଼ିଶା ପାଇଁ ନୁହେଁ, ସମଗ୍ର ବିଶ୍ୱ ପାଇଁ ଶାନ୍ତିର ପ୍ରତୀକ। ଏହା ବାସ୍ତବରେ ଏକ ଗଭୀର କଥା। ଗୋଟିଏ ଯୁଦ୍ଧର ପରିଣାମ କିପରି ବିଶ୍ୱ ଇତିହାସର ମୋଡ଼ ବଦଳାଇ ଦେଲା। ଆଉ ଏହି ଯେଉଁ ଓଡ଼ିଆ ଆସ୍ମିତା ଆଉ ଗୌରବର କଥା ଆମେ କହୁଛେ, ତାହାକୁ ଆଧୁନିକ ଯୁଗରେ ଜଣେ ବ୍ୟକ୍ତି ନୂଆ ରୂପ ଦେଇଥିଲେ। ଏହା ଆମର ପଞ୍ଚମ ପ୍ରଶ୍ନ। କେଉଁ ଓଡ଼ିଆ ବ୍ୟକ୍ତି ଉତ୍କଳ ଗୌରବ ଭାବେ ପରିଚିତ? ବିକଳ୍ପଗୁଡ଼ିକ ହେଲା ଏ ଫକୀରମୋହନ ସେନାପତି, ବି ମଧୁସୂଦନ ଦାସ, ସି ଗଙ୍ଗାଧର ମେହେର ଏବଂ ଡି ରାଧାନାଥ ରାୟ। ଏଠାରେ ଦିଆଯାଇଥିବା ସମସ୍ତେ ଓଡ଼ିଶାର ମହାନ ବ୍ୟକ୍ତିତ୍ୱ, କିନ୍ତୁ ଉତ୍କଳ ଗୌରବ ଉପାଧି ଜଣଙ୍କ ପାଇଁ ହିଁ ଉଦ୍ଦିଷ୍ଟ। ସେ ହେଉଛନ୍ତି ମଧୁସୂଦନ ଦାସ। ଆଉ ତାଙ୍କୁ ଏହି ସମ୍ମାନ ଦିଆଯିବାର କାରଣ ହେଉଛି ତାଙ୍କର ବହୁମୁଖୀ ଅବଦାନ। କିନ୍ତୁ ଯେମିତି ଫକୀରମୋହନ ଭାଷାକୁ ବଞ୍ଚେଇଲେ, ଗଙ୍ଗାଧର, ରାଧାନାଥ ସାହିତ୍ୟକୁ ସମୃଦ୍ଧ କଲେ, ତେବେ ମଧୁବାବୁଙ୍କ ବିଶେଷତା କ'ଣ ଥିଲା ଯେ ସେ ଗୌରବର ପ୍ରତୀକ ହେଲେ?
କାରଣ ସେ ବିକ୍ଷିପ୍ତ ହୋଇ ପଡ଼ିଥିବା ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକାଠି କରି ଏକ ସ୍ୱତନ୍ତ୍ର ପ୍ରଦେଶ ଗଠନର ସ୍ୱପ୍ନ ଦେଖିଥିଲେ। ଆଉ କେବଳ ସ୍ୱପ୍ନ ଦେଖିନଥିଲେ, ତାକୁ ସାକାର କରିବା ପାଇଁ ଜୀବନବ୍ୟାପୀ ସଂଗ୍ରାମ କରିଥିଲେ। ସେ କେବଳ ଜଣେ ସ୍ୱାଧୀନତା ସଂଗ୍ରାମୀ ନଥିଲେ, ସେ ଥିଲେ ଜଣେ ଆଇନଜ୍ଞ, ଶିଳ୍ପୋଦ୍ୟୋଗୀ, ସମାଜ ସଂସ୍କାରକ, ମାନେ ଆଧୁନିକ ଓଡ଼ିଶାର ପ୍ରକୃତ ନିର୍ମାତା। ସେ ଓଡ଼ିଆ ଜାତିର ସ୍ୱାଭିମାନକୁ ଜାଗ୍ରତ କରିଥିଲେ। ତେଣୁ ତାଙ୍କୁ କେବଳ ଜଣେ ବ୍ୟକ୍ତି ଭାବେ ନୁହେଁ, ବରଂ ଏକ ଅନୁଷ୍ଠାନ ଭାବେ ଦେଖାଯାଏ। ଠିକ୍। ତେବେ ଇତିହାସ ଏବଂ ସ୍ୱାଭିମାନର ଏହି କାହାଣୀ ଓଡ଼ିଶାର କଳାରେ ମଧ୍ୟ ପ୍ରତିଫଳିତ ହୁଏ। ଏହା ଆମକୁ ଆମର 10ମ ପ୍ରଶ୍ନ ଆଡ଼କୁ ନେଇଯାଉଛି। ଓଡ଼ିଶାର କେଉଁ ପାରମ୍ପରିକ ଚିତ୍ରକଳା ବିଶ୍ୱବ୍ୟାପୀ ପ୍ରସିଦ୍ଧ? ବିକଳ୍ପଗୁଡ଼ିକ ହେଲା ଏ. ପଟ୍ଟଚିତ୍ର, ବି. ୱାର୍ଲି, ସି. ମଧୁବନୀ ଏବଂ ଡି. କଲମକାରୀ। ଏହାର ଉତ୍ତର ହେଉଛି ଏ. ପଟ୍ଟଚିତ୍ର। କିନ୍ତୁ ଏହାର ବିଶ୍ୱବ୍ୟାପୀ ପ୍ରସିଦ୍ଧି ପଛର କାରଣ କେବଳ ଏହାର ସୌନ୍ଦର୍ଯ୍ୟ ନୁହେଁ। କାରଣଟା ହେଉଛି ଏହାର ଜୀବନ୍ତ ପରମ୍ପରା। ଜୀବନ୍ତ ପରମ୍ପରା। ଏହାର ମାନେ କ'ଣ? ଏହା ଅନ୍ୟ ଲୋକକଳାଠାରୁ କିପରି ଭିନ୍ନ? ଭିନ୍ନ କାରଣ ପଟ୍ଟଚିତ୍ର କେବଳ ଏକ ସାଜସଜ୍ଜା ସାମଗ୍ରୀ ନୁହେଁ। ଏହାର ଶ୍ରୀଜଗନ୍ନାଥ ମନ୍ଦିରର ନୀତିକାନ୍ତି ସହିତ ସିଧାସଳଖ ସମ୍ପର୍କ ରହିଛି। ଯେତେବେଳେ ରଥଯାତ୍ରା ପୂର୍ବରୁ ମହାପ୍ରଭୁ ଅଣସର ଘରେ ରୁହନ୍ତି, ସେତେବେଳେ ଭକ୍ତମାନେ ତ ଦିଅଙ୍କ ଦର୍ଶନ ପାଆନ୍ତି ନାହିଁ। ହଁ, ଠିକ୍ ସେହି ସମୟରେ ମନ୍ଦିରରେ ପଟ୍ଟଚିତ୍ରରେ ଅଙ୍କାଯାଇଥିବା 3 ଠାକୁରଙ୍କୁ ପୂଜା କରାଯାଏ। ଏହାକୁ ଅଣସରପଟି କୁହାଯାଏ। ତେଣୁ ଏହି କଳା କେବଳ କଳାକାରର କଟୁଆ ନୁହେଁ, ଏହା ଧାର୍ମିକ ସେବାର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଏହି ଗଭୀର ସାଂସ୍କୃତିକ ସମ୍ପର୍କ ହିଁ ଏହାକୁ ଏତେ ସ୍ୱତନ୍ତ୍ର କରିଛି। ୱା, ଏହା ଏକ ଚମତ୍କାର ସଂଯୋଗ। ତେବେ ଏହି ସମୃଦ୍ଧ ସଂସ୍କୃତି ଏବଂ ଇତିହାସ ଏକ ନିର୍ଦ୍ଦିଷ୍ଟ ଭୌଗୋଳିକ ପରିବେଶରେ ହିଁ ଗଢ଼ି ଉଠିଛି। ଚାଲନ୍ତୁ ଏବେ ସେହି ଭୂମି ବିଷୟରେ କିଛି ଜାଣିବା। ଆମର ଦ୍ୱିତୀୟ ପ୍ରଶ୍ନ ନଦୀ ବିଷୟରେ। କେଉଁ ନଦୀ ଓଡ଼ିଶାର ଦ୍ୱିତୀୟ ଦୀର୍ଘତମ ନଦୀ? ବିକଳ୍ପଗୁଡ଼ିକ ହେଲା ଏ. ବ୍ରାହ୍ମଣୀ, ବି. ବୈତରଣୀ, ସି. ସୁବର୍ଣ୍ଣରେଖା ଏବଂ ଡି. ଋଷିକୂଲ୍ୟ। ଆମେ ସମସ୍ତେ ମହାନଦୀକୁ ଓଡ଼ିଶାର ଜୀବନରେଖା ବୋଲି ଜାଣୁ, କିନ୍ତୁ ଦ୍ୱିତୀୟ ସ୍ଥାନରେ ଆସେ ଏ. ବ୍ରାହ୍ମଣୀ ନଦୀ। ଶଙ୍ଖ ଏବଂ କୋଏଲ ନଦୀର ମିଳନରୁ ସୃଷ୍ଟି ଏହି ନଦୀର ମଧ୍ୟ ଓଡ଼ିଶାର ଅର୍ଥନୀତିରେ ବଡ଼ ଭୂମିକା ରହିଛି। କେଉଁ ପ୍ରକାରର ଭୂମିକା? ମାନେ କୃଷି ବ୍ୟତୀତ ଏହାର ଆଉ କ'ଣ ଗୁରୁତ୍ୱ ଅଛି? ଏହାର ଆଧୁନିକ ଗୁରୁତ୍ୱ ହେଉଛି ଶିଳ୍ପ। ରାଉରକେଲା ଇସ୍ପାତ କାରଖାନା ଭଳି ବଡ଼ ବଡ଼ ଶିଳ୍ପାନୁଷ୍ଠାନ ବ୍ରାହ୍ମଣୀ ନଦୀ ଉପରେ ହିଁ ନିର୍ଭରଶୀଳ। ତେଣୁ ଯଦି ମହାନଦୀ କୃଷିଭିତ୍ତିକ ସଭ୍ୟତାର ପ୍ରତୀକ, ତେବେ ବ୍ରାହ୍ମଣୀ ହେଉଛି ଆଧୁନିକ ଶିଳ୍ପଭିତ୍ତିକ ଓଡ଼ିଶାର ଏକ ଜୀବନରେଖା। ଏହା ଦର୍ଶାଉଛି ଯେ ରାଜ୍ୟର ଜଳସମ୍ପଦ କିପରି ବିଭିନ୍ନ କ୍ଷେତ୍ରର ବିକାଶରେ ସହାୟକ ହୋଇଛି। ନଦୀ ପରେ ଆସନ୍ତୁ ଜଙ୍ଗଲ କଥା ଦେଖିବା। ଚତୁର୍ଥ ପ୍ରଶ୍ନଟି ହେଉଛି ଓଡ଼ିଶାର କେଉଁ ଜିଲ୍ଲାରେ ସର୍ବାଧିକ ଜଙ୍ଗଲ ରହିଛି? ବିକଳ୍ପଗୁଡ଼ିକ ହେଲା ଏ. ମୟୂରଭଞ୍ଜ, ବି. କନ୍ଧମାଳ, ସି. କୋରାପୁଟ ଏବଂ ଡି. ସୁନ୍ଦରଗଡ଼। ଏହାର ଉତ୍ତର ହେଉଛି ଏ. ମୟୂରଭଞ୍ଜ। ଏହା ଟିକେ ଆଶ୍ଚର୍ଯ୍ୟକର, କାରଣ ମୁଁ ଭାବୁଥିଲି କୋରାପୁଟ କିମ୍ବା କନ୍ଧମାଳ ଭଳି ଜିଲ୍ଲା ଯେଉଁଠି ଘଞ୍ଚ ଜଙ୍ଗଲ ଅଛି। ତେବେ ମୟୂରଭଞ୍ଜ ଆଗରେ ରହିବାର କୌଣସି ବିଶେଷ କାରଣ ଅଛି କି? ହଁ, ଏକ ବହୁତ ବଡ଼ କାରଣ ଅଛି। ତାହା ହେଉଛି ଶିମିଳିପାଳ। ମୟୂରଭଞ୍ଜ ଜିଲ୍ଲାରେ ଥିବା ଶିମିଳିପାଳ ଜୈବମଣ୍ଡଳ ସଂରକ୍ଷଣ କ୍ଷେତ୍ର, ମାନେ ବାୟୋସ୍ଫିୟର ରିଜର୍ଭ, ଏକ ବିଶାଳ ଅଞ୍ଚଳ। ଏହା କେବଳ ଗୋଟିଏ ଜାତୀୟ ଉଦ୍ୟାନ ନୁହେଁ, ଏହା ଏକ ସମ୍ପୂର୍ଣ୍ଣ ଇକୋସିଷ୍ଟମ। ଏହାର ବିଶାଳତା ଆଉ ସୁରକ୍ଷିତ ସ୍ଥିତି ହିଁ ମୟୂରଭଞ୍ଜକୁ ଜଙ୍ଗଲ ଆଚ୍ଛାଦନରେ ପ୍ରଥମ ସ୍ଥାନ ଦେଇଛି। ଆଉ ଏହା କେବଳ ମହାବଳ ବାଘ ବା ହାତୀଙ୍କ ଘର ନୁହେଁ, ଏହା ଓଡ଼ିଶାର ପରିବେଶ ସନ୍ତୁଳନ ରକ୍ଷା କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରେ। ବିଲକୁଲ। ନଦୀ, ଜଙ୍ଗଲ ଆଉ ଏବେ ପାହାଡ଼। ଆମର ଅଷ୍ଟମ ପ୍ରଶ୍ନଟି ଦକ୍ଷିଣ ଓଡ଼ିଶାର ଭୂଗୋଳ ଉପରେ ଆଧାରିତ। କେଉଁ ପାହାଡ଼ ଶୃଙ୍ଖଳା କୋରାପୁଟ ଏବଂ ରାୟଗଡ଼ା ଜିଲ୍ଲା ଦେଇ ଯାଇଛି? ବିକଳ୍ପଗୁଡ଼ିକ ହେଲା ଏ. ପୂର୍ବଘାଟ, ବି. ଆରାବଳୀ, ସି. ବିନ୍ଧ୍ୟ ଏବଂ ଡି. ସାତପୁରା। ଏହାର ଉତ୍ତର ତ ସ୍ପଷ୍ଟ, ଏ. ପୂର୍ବଘାଟ ପର୍ବତମାଳା। କିନ୍ତୁ ଏହି ପର୍ବତମାଳା କେବଳ ପଥରର ଏକ ଶୃଙ୍ଖଳା ନୁହେଁ, ଏହା ଆଧୁନିକ ଓଡ଼ିଶାର ଅର୍ଥନୀତିର ଏକ ମେରୁଦଣ୍ଡ। ଅର୍ଥନୀତିର ମେରୁଦଣ୍ଡ ସେଟା କେମିତି? କାରଣ ପୂର୍ବଘାଟ ପର୍ବତମାଳାର ଏହି ଅଂଶ ବିଶ୍ୱର ସର୍ବବୃହତ୍ ବକ୍ସାଇଟ୍ ଗଚ୍ଛିତ ଅଞ୍ଚଳ ମଧ୍ୟରୁ ଅନ୍ୟତମ। ଏହି ଗୋଟିଏ ଭୌଗୋଳିକ ବୈଶିଷ୍ଟ୍ୟ ଆଧୁନିକ ଓଡ଼ିଶାର ଅର୍ଥନୀତିକୁ ମୂଳରୁ ପ୍ରଭାବିତ କରିଛି।
ଏହା ଆଲ୍ୟୁମିନିୟମ ଶିଳ୍ପ ପାଇଁ ବିଶାଳ ସୁଯୋଗ ସୃଷ୍ଟି କରିଛି, ହଜାର ହଜାର ନିଯୁକ୍ତି ଦେଇଛି। କିନ୍ତୁ ହଁ, ଏଥିସହିତ ଏହା ଆଦିବାସୀ ବିସ୍ଥାପନ ଏବଂ ପରିବେଶ ସୁରକ୍ଷାକୁ ନେଇ ଗଭୀର ବିତର୍କ ମଧ୍ୟ ସୃଷ୍ଟି କରିଛି। ତେଣୁ ଦେଖିବାକୁ ଗଲେ ଏହି ପାହାଡ଼ଗୁଡ଼ିକ ଉପରେ ଓଡ଼ିଶାର ବିକାଶ ଆଉ ବିବାଦ ଉଭୟର କାହାଣୀ ଲେଖାହୋଇଛି। ଏହା ଏକ ଅବିଶ୍ୱାସନୀୟ ଦୃଷ୍ଟିକୋଣ। ଭୂଗୋଳ କିପରି ସିଧାସଳଖ ଭାବରେ ସାମାଜିକ ଏବଂ ଅର୍ଥନୈତିକ ପ୍ରସଙ୍ଗ ସହ ଜଡ଼ିତ। ଆଉ ଏହି ଅର୍ଥନୀତି ଓ ଜୀବିକାର କଥା ଆମକୁ ଆମର ପରବର୍ତ୍ତୀ କିଛି ପ୍ରଶ୍ନ ଆଡ଼କୁ ନେଇଯାଉଛି। ପ୍ରଥମେ ସଂସ୍କୃତି ଏବଂ କୃଷିର ମିଶ୍ରଣ। ସପ୍ତମ ପ୍ରଶ୍ନ, ଓଡ଼ିଶାର କେଉଁ ଲୋକପର୍ବ ମୌସୁମୀକୁ ସ୍ୱାଗତ କରିବା ପାଇଁ ପାଳନ କରାଯାଏ? ବିକଳ୍ପଗୁଡ଼ିକୁ ହେଲା ଏ. ରଜପର୍ବ, ବି. ନୂଆଖାଇ, ସି. ଦୋଳଯାତ୍ରା ଏବଂ ଡି. ମାଘମେଳା। ଏହାର ଉତ୍ତର ହେଉଛି ଏ. ରଜପର୍ବ। ଏହା ଓଡ଼ିଶାର ସବୁଠାରୁ ଅନନ୍ୟ ପର୍ବ ମଧ୍ୟରୁ ଗୋଟିଏ, ଯାହା ପ୍ରକୃତି ସହ ମଣିଷର ସମ୍ପର୍କକୁ ଅତି ସୁନ୍ଦର ଭାବରେ ଦର୍ଶାଏ। ମୁଁ ଶୁଣିଛି ଏହା ନାରୀତ୍ୱର ପର୍ବ, କିନ୍ତୁ ଏହା ମୌସୁମୀ ଏବଂ କୃଷି ସହିତ କିପରି ଯୋଡ଼ି ହୋଇଛି? ଏହି ସମ୍ପର୍କଟି ହିଁ ଏହାର ମୂଳ ଆଧାର। ପରମ୍ପରା ଅନୁସାରେ ଏହି 3 ଦିନ ଧରିତ୍ରୀ ମା ରଜସ୍ୱଳା ହୁଅନ୍ତି ବୋଲି ବିଶ୍ୱାସ କରାଯାଏ। ଏହା ମୌସୁମୀର ଆଗମନ ପୂର୍ବରୁ ପୃଥିବୀକୁ ବିଶ୍ରାମ ଦେବାର ଏକ ସାଙ୍କେତିକ ଉପାୟ। ଯେପରି ଜଣେ ନାରୀ ମାତୃତ୍ୱ ପାଇଁ ପ୍ରସ୍ତୁତ ହୁଏ, ଠିକ୍ ସେହିପରି ଧରିତ୍ରୀ ମା ବର୍ଷା ପରେ ନୂଆ ଫସଲ ସୃଷ୍ଟି କରିବା ପାଇଁ ପ୍ରସ୍ତୁତ ହୁଅନ୍ତି। ସେଥିପାଇଁ ତ ଏହି ସମୟରେ ହଳ କରିବା, ମାଟି ଖୋଳିବା ଆଦି ମନା କରାଯାଏ। ଏହା ପରିବେଶ ସଚେତନତାର ଏକ ସୁନ୍ଦର ପରମ୍ପରା। ବାସ୍ତବରେ ଏହା ଏକ ଗଭୀର ଦାର୍ଶନିକ ଚିନ୍ତାଧାରା। ଆଉ କୃଷି କଥା ଯେତେବେଳେ ପଢ଼ିଲା, ଆସନ୍ତୁ ଷଷ୍ଠ ପ୍ରଶ୍ନ ଦେଖିବା। ଏଗୁଡ଼ିକ ଭିତରୁ କେଉଁଟି ଓଡ଼ିଶାର ଏକ ପ୍ରମୁଖ ରବି ଫସଲ? ବିକଳ୍ପଗୁଡ଼ିକ ହେଲା ଏ. ଧାନ, ବି. ମକା, ସି. ଗହମ ଏବଂ ଡି. ଝୋଟ। ହଁ, ଏହି ପ୍ରଶ୍ନଟି ଟିକେ ଦ୍ୱନ୍ଦ୍ୱ ସୃଷ୍ଟି କରିପାରେ, କାରଣ ଓଡ଼ିଶା ତ ମୁଖ୍ୟତଃ ଧାନ ଉତ୍ପାଦନକାରୀ ରାଜ୍ୟ। କିନ୍ତୁ ଧାନ ଏକ ଖରିଫ ଫସଲ, ଯାହା ବର୍ଷା ଦିନେ ହୁଏ। ରବି ଋତୁ ଅର୍ଥାତ୍ ଶୀତଦିନର ପ୍ରମୁଖ ଫସଲ ହେଉଛି ସି. ଗହମ, ବିଶେଷକରି ଯେଉଁ ଅଞ୍ଚଳରେ ଜଳସେଚନର ସୁବିଧା ଅଛି। ମୋର ମନେ ଅଛି, ପିଲାବେଳେ ଆମେ ଭାବୁଥିଲୁ ଗହମ କେବଳ ଉତ୍ତର ଭାରତରେ ହୁଏ। ତେବେ ଓଡ଼ିଶାରେ ଏହାର ଚାଷ କ'ଣ ଦର୍ଶାଉଛି? ଏହା ଦର୍ଶାଉଛି ଓଡ଼ିଶାର କୃଷି କ୍ଷେତ୍ରରେ ଆସୁଥିବା ପରିବର୍ତ୍ତନ ଏବଂ ବିବିଧତାକୁ। କୃଷକମାନେ କେବଳ ପାରମ୍ପରିକ ଧାନ ଚାଷ ଉପରେ ନିର୍ଭର ନ କରି ଋତୁ ଅନୁସାରେ ଅନ୍ୟ ଫସଲ ମଧ୍ୟ ଚାଷ କରୁଛନ୍ତି। ଏହା କୃଷି ଅର୍ଥନୀତିକୁ ଅଧିକ ସ୍ଥିରତା ଦେବାରେ ସାହାଯ୍ୟ କରେ। ଠିକ୍। ତେବେ କୃଷିରୁ ଆସନ୍ତୁ ଆଧୁନିକ ଅର୍ଥନୀତିର ଆଉ ଏକ ଦିଗକୁ ଯିବା। ନବମ ପ୍ରଶ୍ନ, ଓଡ଼ିଶାର କେଉଁ ସାମୁଦ୍ରିକ ବନ୍ଦର ଏକ ଘରୋଇ ବନ୍ଦର? ବିକଳ୍ପଗୁଡ଼ିକ ହେଲା ଏ. ପାରାଦୀପ, ବି. ଗୋପାଳପୁର, ସି. ଚାନ୍ଦିପୁର ଏବଂ ଡି. ତାଳଚେର। ଆହା, ପାରାଦୀପ ତ ଭାରତରେ ଏକ ପ୍ରମୁଖ ସରକାରୀ ବନ୍ଦର। କିନ୍ତୁ ଏଠାରେ ଉତ୍ତର ହେବ ବି. ଗୋପାଳପୁର। ଗଞ୍ଜାମ ଜିଲ୍ଲାରେ ଥିବା ଏହି ବନ୍ଦରଟି ଏକ ଘରୋଇ ବନ୍ଦର। ଗୋଟିଏ ଘରୋଇ ବନ୍ଦରର ଗୁରୁତ୍ୱ କ'ଣ? ଏହା ଓଡ଼ିଶାର ଅର୍ଥନୀତି ପାଇଁ କ'ଣ ସଂକେତ ଦେଉଛି? ଏହା ଏକ ବଡ଼ ସଂକେତ। ଏହା ଦର୍ଶାଉଛି ଯେ ଓଡ଼ିଶାର ଭିତ୍ତିଭୂମି ବିକାଶରେ ଏବେ ଘରୋଇ ପୁଞ୍ଜିନିବେଶ ବଢ଼ୁଛି। ପାରାଦୀପ ଭଳି ବଡ଼ ବନ୍ଦର ଉପରୁ ଚାପ କମ୍ କରିବା ସହିତ ଗୋପାଳପୁର ଭଳି ବନ୍ଦର ଦକ୍ଷିଣ ଓଡ଼ିଶାର ଆର୍ଥିକ ବିକାଶକୁ ଗତି ଦେଉଛି। ଏହା ଅର୍ଥନୀତିର ଉଦାରୀକରଣ ଏବଂ ବିକାଶର ଏକ ସ୍ପଷ୍ଟ ପ୍ରମାଣ। ବାସ୍ତବରେ ଏହା ଏକ ଚମତ୍କାର ଆଲୋଚନା ଥିଲା। ଆମେ 10ଟି ପ୍ରଶ୍ନ ମାଧ୍ୟମରେ କେବଳ କିଛି ତଥ୍ୟ ଜାଣିଲେ ନାହିଁ, ବରଂ ଓଡ଼ିଶାର ଏକ ସାମଗ୍ରିକ ଚିତ୍ର ଦେଖିପାରିଲେ। ଭୁବନେଶ୍ୱରର ମନ୍ଦିର ପଛର ରାଜନୀତିଠାରୁ ଆରମ୍ଭ କରି ପୂର୍ବଘାଟ ପର୍ବତମାଳାର ଅର୍ଥନୀତି ପର୍ଯ୍ୟନ୍ତ। ହଁ, ଯଦି ଆମେ ଏସବୁକୁ ଯୋଡ଼ିବା, ତାହେଲେ ଗୋଟିଏ କଥା ସ୍ପଷ୍ଟ ହେଉଛି। ଓଡ଼ିଶାର ଭୂଗୋଳ ତାର ଇତିହାସକୁ ରୂପ ଦେଇଛି। ଇତିହାସ ତାର ସଂସ୍କୃତିକୁ ଗଢ଼ିଛି। ଆଉ ଏହି ଭୂଗୋଳ, ଇତିହାସ ଆଉ ସଂସ୍କୃତି ତିନିହେଁ ମିଶି ତାର ଆଧୁନିକ ଅର୍ଥନୀତିକୁ ପ୍ରଭାବିତ କରୁଛନ୍ତି। ପୂର୍ବଘାଟର ଖଣିଜ ସମ୍ପଦା ଯେପରି ଶିଳ୍ପକୁ ଆକର୍ଷିତ କରୁଛି, ସେହିପରି ଶ୍ରୀଜଗନ୍ନାଥଙ୍କର ସଂସ୍କୃତି ପଟ୍ଟଚିତ୍ରକୁ ବଞ୍ଚାଇ ରଖିଛି। ସବୁକିଛି ପରସ୍ପର ସହ ଜଡ଼ିତ। ଏହା ସତରେ ଜ୍ଞାନ ଆହରଣରେ ଏକ ସର୍ଟକଟ୍ ପରି ଥିଲା, ଯେଉଁଠି ଆମେ ବିଭିନ୍ନ ବିନ୍ଦୁକୁ ଯୋଡ଼ି ଏକ ବଡ଼ ଚିତ୍ର ଦେଖିପାରିଲେ। ନିଶ୍ଚୟ। ଏବଂ ଏହି ଆଲୋଚନା ଶେଷରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ମନକୁ ଆସୁଛି। ଆମେ ଦେଖିଲେ ଯେ ଓଡ଼ିଶାର ପରିଚୟ ତାର ପ୍ରାଚୀନ ମନ୍ଦିର ଓ ଇତିହାସରେ ଯେତିକି ଅଛି, ସେତିକି ତାର ପ୍ରାକୃତିକ ସମ୍ପଦ,
କୃଷି ଏବଂ ଆଧୁନିକ ବନ୍ଦରରେ ମଧ୍ୟ ରହିଛି। ତେବେ ଏହା ଏକ ଚିନ୍ତାର ବିଷୟ ଯେ ଭବିଷ୍ୟତରେ କୌଣସି ଅଞ୍ଚଳର ବିକାଶ ପାଇଁ ତାର ଐତିହ୍ୟକୁ ସୁରକ୍ଷିତ ରଖିବା ଏବଂ ଆଧୁନିକ ଅଗ୍ରଗତି ମଧ୍ୟରେ ସନ୍ତୁଳନ କିପରି ସ୍ଥାପନ କରାଯାଇପାରିବ।